ନମୋ ଭଗବତେ ବାସୁଦେବାୟ। ଆଜି ବାଲିଆ ଅଭିମନ୍ୟୁଙ୍କର ଯେଉଁ ରାଧାମୋହନ ମୂର୍ତ୍ତିଙ୍କର ପୁନର୍ପ୍ରତିଷ୍ଠା ହେଇଥିଲା, ସେଇ ମୂର୍ତ୍ତିଙ୍କର ଆଜି ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ସକାଳୁ ନାମକୀର୍ତ୍ତନ ଆରମ୍ଭ ହେଇଛି, ସନ୍ଧ୍ୟାରେ ବଳିଆ ଯିବ, ଯାହା ଚାରି ପଦ କଥା କ'ଣ କହିବ, ତାପରେ ଆମେ ରାତ୍ରି ଯାପନ କରି ପୁଣି ଆଉ ଗୋଟିଏ ପ୍ରୋଗ୍ରାମ ସାରି ପୁଣି ଆଶ୍ରମକୁ ଫେରିବି। ରାଧା ମୋହନ ଏଇ ଯେଉଁ ଶବ୍ଦଟି ଅଭିମନ୍ୟୁଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଛି। ରାଧା ଶବ୍ଦ ବହୁ ପରବର୍ତ୍ତୀ ସମୟରେ ଆମ ଭାରତବର୍ଷରେ ପ୍ରତିଷ୍ଠା ଲାଭ କଲା, କିନ୍ତୁ ମୋଟାମୋଟି ମୂଳରୁ ଭାଗବତର ଜନ୍ମ ଠାରୁ ରାଧାଙ୍କର ନାମ ଯଦିଓ ନଥିଲା, ଗୋପୀନାଥ ବୋଲି ତାଙ୍କ ନାଁ ଥିଲା। ଅର୍ଥାତ ସବୁ ଗୋପୀମାନଙ୍କର ସେ ନାଥ। ନାଥ ଶବ୍ଦକୁ ନେଇ ଅନେକ ବିକୃତ ମାନସିକ ଲୋକ ତାକୁ ବିକୃତ ଅର୍ଥ ବି କରନ୍ତି। ଗୋପୀ କହିଲେ ଯିଏ ନିଜକୁ କୃଷ୍ଣଙ୍କ ପାଦରେ ସମର୍ପିତ ହେଇଛନ୍ତି, ସେଇମାନେ ହେଉଛନ୍ତି ଗୋପୀ। ସେ ପୁରୁଷ ହେଇପାରନ୍ତି ବା ନାରୀ ହେଇପାରନ୍ତି। ଯାହାଙ୍କର କାୟ ବାକ୍ୟ ମନରେ ପ୍ରଭୁଙ୍କ ପ୍ରତି ଭଲ ପାଇବା ରହିଲା, କୃଷ୍ଣଙ୍କ ପ୍ରତି ସମର୍ପିତ ଭାବନା ରହିଲା, ତେଣୁ ତାଙ୍କ ନାଁ ହେଲା ଗୋପୀନାଥ। ସବୁ ଗୋପୀ ଗୋପାଳ ମାନଙ୍କର, ବ୍ରଜବାସୀ ମାନଙ୍କର କୃଷ୍ଣଙ୍କ ପ୍ରତି ଯେଉଁ ଭଲ ପାଇବା ଥିଲା, ପରବର୍ତ୍ତୀ ସମୟରେ ମହାପ୍ରଭୁ ଚୈତନ୍ୟ, ଜୟଦେବ ଏମାନଙ୍କ ପୂର୍ବରୁ କିଛି ବର୍ଷ ପୂର୍ବରୁ ଗୋଟିଏ ଶବ୍ଦ ସେମାନେ ନିର୍ବାଚନ କଲେ। ସେ ଶବ୍ଦଟି ହେଉଛି ରାଧା। এই ରାଧା ଶବ୍ଦଟି ଉଚ୍ଚାରଣ କଲେ ସମସ୍ତ ଗୋପୀ ଗୋପାଳ କୃଷ୍ଣଙ୍କର ସମସ୍ତ ଭକ୍ତମାନଙ୍କର ଭାବ ଏଇ ଗୋଟିଏ ଶବ୍ଦ ଭିତରେ ପରିପ୍ରକାଶ ହେବ। ତେଣୁ ବୈଷ୍ଣବ କବି ଅଭିମନ୍ୟୁ ବାଲିଆ ସେ ଲେଖିଲେ, ସେ ଉଚ୍ଚାରଣ କଲେ ରାଧା ମୋହନ। ରାଧା ମୋହନ ଶବ୍ଦର ଅର୍ଥ ଯାହା, ଗୋପୀନାଥର ଅର୍ଥ ସେଇଆ। ତେବେ ଗୋ କହିଲେ ଇନ୍ଦ୍ରିୟ, ଇନ୍ଦ୍ରିୟ ମାନଙ୍କର ନାଥ ହେଉଛନ୍ତି ଆତ୍ମା। ସେଇ ଆତ୍ମା ହେଉଛନ୍ତି କୃଷ୍ଣ। ମୋହନ ଶବ୍ଦ ଯେଉଁଥିରେ ଅନାସକ୍ତ ନାହିଁ, ଏ ଆସକ୍ତି ନାହିଁ, ସେ ହେଉଛନ୍ତି ମୋହନ। ଯାହାଙ୍କର କୌଣସି ଥିରେ ଆସକ୍ତି ନଥାଏ। ଠାକୁର ଅଭିରାମଙ୍କର ମଧ୍ୟ ଗୀତିଟିଏ ଅଛି, ମନ ମୋହନ ମୁରଟି। ତେଣୁ ଅଭିମନ୍ୟୁ ବାଲିଆରେ ଯେଉଁ ବୃନ୍ଦାବନଟି ତିଆରି କରିଛନ୍ତି, ସେ ହେଉଛି ଅଭିମନ୍ୟୁଙ୍କର ମାନସ ବୃନ୍ଦାବନ। ଓଡ଼ିଶାର ଦ୍ୱିତୀୟ ବୃନ୍ଦାବନ ହେଉଛି କ୍ଷୀରଚୋରା ଗୋପୀନାଥ ବାଲେଶ୍ୱର। ଆଉ ପ୍ରଥମ ବୃନ୍ଦାବନ ତ ଉତ୍ତରପ୍ରଦେଶରେ। ଆଉ ଇଏ ହେଉଛି କଥା।
ତେଣୁ ଅଭିମନ୍ୟୁଙ୍କର ପବିତ୍ର ପୀଠରେ ମୂର୍ତ୍ତିଟି ଭାଙ୍ଗିଗଲା। ବିଭିନ୍ନ ଲୋକମାନଙ୍କର ବିଭିନ୍ନ ମତ, ଭଗ୍ନ ମୂର୍ତ୍ତି ପୂଜା ହୁଏନି। ବଳିଆ ତାର ଉତ୍ତର ଦେଇଥିଲା, ଯଦି ମୋ ବାପାଙ୍କର ଗୋଡ଼ ଭାଙ୍ଗିଗଲା, କ'ଣ ବାପାଙ୍କୁ ନଈକି ଆମେ ନଈରେ ପକେଇଦେବୁ? ବାପା ଗୋଡ଼ ଭାଙ୍ଗିଗଲା ଆଉ। କାହାର ହାତ ଭାଙ୍ଗିଗଲା, କାହାର ଗୋଡ଼ ଭାଙ୍ଗିଗଲା, ସିଏ ଯାହା ଥିଲେ ସେଇଆ ଅଛନ୍ତି। ଆଉ ଯଦି ଚାହୁଁଛ ତେବେ ଆଉ ଗୋଟିଏ ମୋହନ ମୂର୍ତ୍ତି ତାଙ୍କ ପାଖରେ ରଖ, ସିଏ ମୂର୍ତ୍ତି ରହିବେ, ଇଏ ମୂର୍ତ୍ତି ରହିବେ। ସେଇ ମୂର୍ତ୍ତିଙ୍କର ଆଜି ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ, ନାମ କୀର୍ତ୍ତନ ମହୋତ୍ସବ, ସଭା ସମିତି ଯାହା ଯେମିତି ହେବା କଥା, ତାଙ୍କର ବଂଶଧରମାନେ ଏବଂ ସାମନ୍ତ ବା ସାମନ୍ତକ ବଂଶଧରମାନେ ସମସ୍ତେ ମିଳିମିଶି ଏ କାର୍ଯ୍ୟକୁ କରୁଛନ୍ତି। ତେଣୁ ଏଠି ତାଙ୍କ ପାଖରେ ଅଛନ୍ତି ଜଗନ୍ନାଥ, ରାଧାମୋହନଙ୍କ ପାଖରେ ପୂଜା ପାଉଛନ୍ତି ଜଗନ୍ନାଥ। ଆପଣମାନଙ୍କୁ କହିଛି, ଜଗନ୍ନାଥଙ୍କ କୃପା ଯଦି ଆପଣମାନେ ପାଇବାକୁ ଚାହୁଁଛନ୍ତି, କେତେ ଶ୍ଳୋକ ଅଛି ନୀଳାଦ୍ରୌ ଶଙ୍କ ମଧ୍ୟରେ ନୀଳାଚଳ ନିବାସ, କେତେ ଶ୍ଳୋକ ଅଛି। ସମସ୍ତେ କ'ଣ ଶ୍ଳୋକ ପାଠ କରିପାରିବେ? ଯଦି ଜୟ ଗୁରୁ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ଯେଉଁ ନାମଟି ଜୟ ଗୁରୁ ଜୟ ଜଗନ୍ନାଥ, ଜୟ ଗୁରୁ ବୈକୁଣ୍ଠନାଥ, ଏହି ନାମଟିକୁ ଆପଣମାନେ ଉଚ୍ଚାରଣ କରି ଜଗନ୍ନାଥଙ୍କ ପାଦରେ ଶରଣ ନିଅନ୍ତୁ। ଅଭିମନ୍ୟୁ ମଧ୍ୟ ଲେଖିଛନ୍ତି, ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ, ଅନ୍ତର୍ଯାମୀ ଅନ୍ତର୍ଗତ ବାରତା ଜାଣ। ଦୁଃଖୀ ଜଣାଇଲେ ଦୁଃଖ, କେବେ ହେଁ ନୁହ ବିମୁଖ। ଆଉ ଗୋଟେ ଧାଡ଼ି କ'ଣ ମନେ ପଡ଼ୁନି। ଏଇଭଳି ତାଙ୍କର ସଙ୍ଗୀତ। ତେଣୁ ସେ ଜଗନ୍ନାଥଙ୍କୁ ଆଉ ରାଧାମୋହନଙ୍କୁ ଏକ ଅଭିନ୍ନ ଭାବରେ ସେ ଦେଖିଛନ୍ତି। ତାଙ୍କ ପାଖରେ ପୌର୍ଣ୍ଣମାସୀ ରୂପିଣୀ ମାତୃଶକ୍ତି ମଧ୍ୟ ପୂଜା ପାଉଛନ୍ତି ଏବଂ ତାଙ୍କର କ୍ଷେତ୍ରରେ 84 କୋଶ ବୃନ୍ଦାବନକୁ ସେ 84 ଏକର ଜମି ଭିତରେ ସେଟାକୁ ସୀମିତ ରଖିଛନ୍ତି। ଏବଂ ତାଙ୍କର ପ୍ରଥମ କବିତା ଅପ୍ରାକୃତ ପ୍ରେମ ମୂର୍ତ୍ତି ବୋଲି ସେ ରାଧାମୋହନଙ୍କୁ ସମ୍ବୋଧନ କରିଛନ୍ତି। ଅଭିମନ୍ୟୁଙ୍କର ସମାଧି ମଧ୍ୟ ସେଇ ପୀଠରେ ଅଛି। ଇଏ ଗଲା ଜଗନ୍ନାଥଙ୍କ କଥା। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବୀ ମୂର୍ତ୍ତି ପୌର୍ଣ୍ଣମାସୀ ମୂର୍ତ୍ତି। ପୌର୍ଣ୍ଣମାସ୍ୟା ଶରଣାରବିନ୍ଦମ ବନ୍ଦେ ସଦା ଭକ୍ତ ବିନୋଦ ହେତୁମ, ଶ୍ରୀକୃଷ୍ଣ ପ୍ରେମାବ୍ଧ ତରଙ୍ଗ ମଗ୍ନ ଯସ୍ୟାଂ ମନ ସର୍ବନିଶେ ବିଦୟା। ତେଣୁ ଏ ପବିତ୍ର ପୀଠ ଉଦ୍ଦେଶ୍ୟରେ ବଳିଆ ପ୍ରଣାମ ଜଣାଉଛି। ଆଜି ସନ୍ଧ୍ୟାରେ ମଧ୍ୟ ସେଠି ଯେଉଁ ଅଧଘଣ୍ଟାଏ କି 45 ମିନିଟ୍ କାର୍ଯ୍ୟକ୍ରମ ହେବ, ଆପଣମାନଙ୍କୁ ଲାଇଭ୍ ଦ୍ୱାରା ସେ କାର୍ଯ୍ୟକ୍ରମକୁ ଶୁଣାଇ ଦିଆଯିବ। ଏବଂ ଅଯୋଧ୍ୟାରେ ରାମ ମନ୍ଦିର ହେଉଛି। ତେଣୁ ଆପଣମାନେ ସେଇ ଦିନକୁ ମନେ ରଖନ୍ତୁ, ସମସ୍ତେ ରାମ ନାମ ଉଚ୍ଚାରଣ କରିବେ। ଏବଂ ଆମର ଜଗନ୍ନାଥଙ୍କର ପରିକ୍ରମା ମାର୍ଗଟିଏ ତୈରି ହେଉଛି। ତେଣୁ ଜଗନ୍ନାଥଙ୍କର ପରିକ୍ରମା ମାର୍ଗ ଯେଉଁ ଦିନ, ସେଦିନ ଏଇ କୀର୍ତ୍ତନଟିକୁ ମଧ୍ୟ କରିବେ। ଜୟ ଗୁରୁ ଜୟ ଜଗନ୍ନାଥ, ଜୟ ଗୁରୁ ବୈକୁଣ୍ଠନାଥ। ତେଣୁ ଆଜିର ପବିତ୍ର ପ୍ରଭାତରେ ସମସ୍ତଙ୍କୁ ଶୁଭେଚ୍ଛା ଦଉଛି। ବହୁତ କଥା ତ ଅଛି। ବାବା ଗୋଟିଏ ଭାଗବତର ପଦ କହିଲେ, ଏଣୁ ବାୟା ବାବା କହିଲେ, ଏଣୁ ପଣ୍ଡିତ ଜ୍ଞାନ ଗୁଣେ ବିଶୁଦ୍ଧ
देशे शुभ क्षणे विचारी कर्म से करंती अशुद्ध काल विवर्जंती एणु सकल द्रव्य गते विचारी शुद्धाशुद्ध मते विशुद्ध द्रव्य घिनी काले कर्म साधंती ये शये ये कथा गुड़िक कहला बेले आम समाज रे अनेक अंधविश्वास कथा मन को आसुची ये जो राम मंदिर प्रतिष्ठा होती किए कहते मंदिरटा संपूर्ण है प्रतिष्ठा है किपर मंदिर जदि संपूर्ण न होइछि तार चारि पाखर जो कार्यक्रम गुड़िक रही से है नथिबो किंतु रामनारायणकर जो मंदिरटी मुख्य मंदिर से शेष हो जाइछि। आउ जने बाबू कहले नरेंद्र मोदींकर माँ मरी जाइछन्ति से केमती कर्ता हेबे ताको बड़िया बुझेला यही होउछि हमर अंधविश्वास माँ मो बापा स्वामी स्त्री जे मरिबे से समय बेसी शुभ कार्य करवा उचित से मंदिर को जीवा उचित से नाम करवा उचित तार मनरे जो से लोकर मनरे जो चिंता बा जो दुख थाए से भलिया कार्य जोग देले ता मन को से शांति करि परिबो लोक माने कहबे तमे ठाकुर दर्शन करिबनी कौन सी शुभ कार्य तम द्वारा हबनी से विधवा माँ माने बंदापना करिवे नहीं जहाँ घर स्त्री नहीं से माने मध्य बंदापना करिवे नहीं ये से मध्य शुभ कार्य को आसबे नहीं ये सब कथा को दया करी धीरे धीरे त्याग कर एगुड़िक जम्मा आदौ ग्रहणीय नुहे ये केवल गोटे अन्य को खतेई हबार गोटे प्रवृत्ति एगुड़ाक बिल्कुल नुहे आपण माने मध्य या पालन करिवे विधवा माँ मानू शुभ कार्य आगु को नेबे माँ सबले माँ बापा सबुबले बापा माँ केबे अलक्षणी हो पारे ना बापा केबे अलक्षणा हो पारे ना ये होची कथा आउ जने कहले गोटे फेसबुक ना कौन गोटा छाड़ी बाबू जे राम स्त्री को विसर्जन करी से मर्यादा पुरुषोत्तम हेले नरेंद्र मोदी भी स्त्री को वर्जन करी सी मर्यादा प्रधानमंत्री हेले ये सब कथा ये बड़ लोकंकर मत अल्प लोके विपरीत रामचंद्र यदि सीता को वर्जन करिसेंती प्रजा मानक संतुष्ट करने सीता को वर्जन कर कौटी वाल्मीकि आश्रम निकट वाल्मीकि आश्रम रे सीता गर्भरे संतान रही से समय यदि से वाल्मीकि आश्रम रे रहिबे ताले से सुंदर पुओ झील जी जन्म हवा कथा हम सीता को पाताली कले सीता को कौन कहते तुम्हें पाताली हो जा सी पाताली हो गले जे लीला सरीगला से पाताली हेले गले नरेंद्र मोदी सेमती स्त्री पाखे थे गोटे वर्ष कि कौन थे तापर से मु देशपाई जाऊँ कहीकि आसिले आम जी शुणुचु अशुभ कथा कौटी रहा सबू साधु सन्थ समस्त तो डकरा चारिधामर शंकराचार्य को से निमंत्रण कर ब्राह्मण माने तो मंत्र पढ़े ब्राह्मण माने तो मंदिर प्रतिष्ठा करेंगे ये खाली पुष्पांजलि देवे कि गोटे कर्ता ही बसवे
ସେ ନରେନ୍ଦ୍ର ମୋଦି ହିସାବରେ ବସିବେନି, ଭାରତର ପ୍ରଧାନମନ୍ତ୍ରୀ ଭାବରେ ବସିବେ। ଏଠି ଆମର ଓଡ଼ିଶାରେ ବର୍ତ୍ତମାନ ଜଗନ୍ନାଥଙ୍କର ମାର୍ଗ ଓଡ଼ିଶା ସରକାର କରୁଛନ୍ତି। ନବୀନ ବାବୁ ଜମା ବିବାହ ହେଇନାହାନ୍ତି, ସିଏ ପୁଣି କେମିତି ବିବାହ ନ ହେଇକିରି ସିଏ ପୁଣି କେମିତି ପୁଣି ତାକୁ ଉଦ୍ଘାଟନ କରିବେ? ତେଣୁ ଜଣେ ବିବାହ ହେଲେ ଯାଇକିରି ଶୁଭ କାର୍ଯ୍ୟ କରିପାରିବ, ବିବାହ ନହେଲେ ଶୁଭ କାର୍ଯ୍ୟ କରିପାରିବନି। ଜଗନ୍ନାଥଙ୍କର ପରିକ୍ରମା ମାର୍ଗ ହିଁ ସେ ଚିରଦିନ ହିଁ ରହିବ। ସେଠି ରାମ ମନ୍ଦିର ଗୋଟେ ଐତିହାସିକ ପଦକ୍ଷେପ, କୋଉ କାଳରୁ ଗୋଟେ ସମଗ୍ର ଭାରତୀୟ ମାନଙ୍କର ଆଶା ଆକାଂକ୍ଷା ଥିଲା। ଜଣେ ବ୍ୟକ୍ତି କହିଲେ ଯେ ସେଇଟା ବିଜେପି ଆଉ RSS ର ମନ୍ଦିର, ଆମେ ଯିବୁ ନାହିଁ। ଏଇସବୁ ସଂକୀର୍ଣ୍ଣତା ପାଇଁ ଆଜି ସନାତନ ଧର୍ମ ଭାରତ ବର୍ଷରେ ବହୁ ବିଭେଦ ବିଭାଜନ ସୃଷ୍ଟି ହେଉଛି। କ'ଣ ପାଇଁ? ଆଜି ମୁସଲମାନ ମାନେ ମଧ୍ୟ ରାମଙ୍କ କାର୍ଯ୍ୟ ପାଇଁ ଆଗେଇ ଆସୁଛନ୍ତି, ତାଙ୍କୁ 7 କୋଟି ଧନ୍ୟବାଦ ଦିଆଯାଉଛି। ତେଣୁ ଏସବୁ ସଂକୀର୍ଣ୍ଣତାର ଉର୍ଦ୍ଧ୍ୱରେ ରହିବା ଉଚିତ। ହଁ, ଇଏ ଠିକ ଅଛି। ଏ ଯୋଉ ଜଗନ୍ନାଥଙ୍କର ଯୋଉ କ'ଣ ଅର୍ପଣ ରଥ ଗୋଟେ ଚାଲିଛି, କ'ଣ ଚାଉଳ ଗୁଆ ଯାଉଛି, ଏଇଟା ଗୋଟେ ପ୍ରଚାର ପାଇଁ କରାହେଇଛି। ଏସବୁ କଥାରେ ଆମେ ତାଙ୍କୁ ଆଗ୍ରହ ସୃଷ୍ଟି କରୁନୁ କି ପ୍ରଶଂସା କରୁନୁ କି ନିନ୍ଦା କରୁନୁ, କିନ୍ତୁ ମାର୍ଗ ଯେ ପ୍ରତିଷ୍ଠା ଟିକେ ହବ, ଗୋଟେ ସେଥିପାଇଁ ଯାଗ ଯଜ୍ଞ କରାଯାଉଛି। ଆମରି ପାଇଁ ସେ କରିବେ। ସେଥିରେ ରାଜ୍ୟ ସରକାରଙ୍କର ଯଦି ରାଜନୀତି ଥିବ ସେଇଟା ଅଲଗା କଥା, କିନ୍ତୁ ମାର୍ଗଟା କିନ୍ତୁ ରାଜନୀତି ଭିତରେ ନାହିଁ। ମାର୍ଗଟା ସବୁବେଳେ ଆମ ପାଇଁ ଉଦ୍ଦିଷ୍ଟ। ତେଣୁ ଏଣୁ ପଣ୍ଡିତ ଜ୍ଞାନ ଗୁଣେ ବିଶୁଦ୍ଧ ଦେଶେ ଶୁଭ କ୍ଷଣେ। ଶୁଭ କ୍ଷଣରେ ଯେଉଁ କାମ ହୁଏ, ଜଗନ୍ନାଥଙ୍କର ପରିକ୍ରମା ମାର୍ଗ ହଉ କି ଅଯୋଧ୍ୟାର ରାମ ମନ୍ଦିର ହଉ, ଏହା ବିରୁଦ୍ଧରେ ଆଲୋଚନା କଲେ ହିଁ ଆମକୁ ସେ ପାପଟା ଲାଗିବ। ତେଣୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଉଛି, ରାମଙ୍କୁ ପ୍ରଣାମ ଜଣାଉଛି, ଏବଂ ଯେଉଁମାନେ କହୁଛନ୍ତି ସେମାନେ ଏଥିରୁ ନିବୃତ୍ତ ହୋଇ ସେ ଯାଇପାରନ୍ତି ନ ଯାଇପାରନ୍ତି, କିନ୍ତୁ ଜଗନ୍ନାଥ ଜଗନ୍ନାଥ, ରାମ ହିଁ ରାମ। ସେ ନରେନ୍ଦ୍ର ମୋଦି ନୁହନ୍ତି କି ନବୀନ ପଟ୍ଟନାୟକ ନୁହନ୍ତି, ସେ ହେଉଛନ୍ତି ଜଗତର ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ଇଏ ହେଉଛନ୍ତି ଜଗନ୍ନାଥ ବ୍ରହ୍ମମୂର୍ତ୍ତି, ଯାହାଙ୍କ ନାମ ସ୍ମରଣ କଲେ ଅନେକ ପାପ କ୍ଷୟ ହୁଏ। ଏତିକି କହି ମୋର କଥାକୁ ଆଜି ବିଶ୍ରାମ ଦେଉଛି ଏବଂ ପୁଣି ପରବର୍ତ୍ତୀ ପ୍ରଭାତ